ଆଜିର ଅନୁଚିନ୍ତା ସାଧୁବାଣୀ। ବିଛା ଘରେ ବାହାରିଲେ ଶୁଭ ନା ଅଶୁଭ? ନମସ୍କାର ବନ୍ଧୁଗଣ, ଆମ ଚ୍ୟାନେଲରେ ଆପଣମାନଙ୍କୁ ସ୍ୱାଗତ। ବନ୍ଧୁଗଣ, ଆମ ଚାରିପାଖରେ ପ୍ରତିଦିନ ଅନେକ ପ୍ରକାର ଜୀବଜନ୍ତୁ ପଶୁପକ୍ଷୀ ଘୁରି ବୁଲୁଛନ୍ତି। ବାସ୍ତୁଶାସ୍ତ୍ର ଅନୁସାରେ ସେମାନଙ୍କ ଉପସ୍ଥିତି ଆମ ଜୀବନରେ କିଛି ନା କିଛି ପ୍ରଭାବ ପକାଇଥାଏ। ତେବେ ଆଜି ଆମେ ଜାଣିବା ବିଛା ଘରେ ବାହାରିଲେ ଶୁଭ ନା ଅଶୁଭ ସଂକେତ ମିଳିଥାଏ। ଭିଡ଼ିଓ ଆରମ୍ଭ କରିବା ପୂର୍ବରୁ ମୁଁ ଆପଣମାନଙ୍କୁ ଅନୁରୋଧ କରୁଛି କି ଯଦି ଆପଣ ଆମ ଚ୍ୟାନେଲକୁ ଏପର୍ଯ୍ୟନ୍ତ ସବସ୍କ୍ରାଇବ୍ କରିନାହାନ୍ତି ତେବେ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଆସୁଥିବା ଘଣ୍ଟି ଚିହ୍ନକୁ ଦବାଇ ଦିଅନ୍ତୁ, ଯାହାଦ୍ୱାରା ଆମର ସବୁ ନୂଆ ଭିଡ଼ିଓର ନୋଟିଫିକେସନ୍ ଆପଣଙ୍କ ପାଖରେ ପହଞ୍ଚି ପାରିବ। ଭିଡ଼ିଓ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ଏବଂ ଭଲ ଲାଗିଲେ ଗୋଟେ ଲାଇକ୍ କରିବା ସହିତ ସାଙ୍ଗସାଥୀମାନଙ୍କୁ ସେୟାର କରିଦିଅନ୍ତୁ। ବନ୍ଧୁଗଣ, କେବେ ବି ବିଛା ମାରନ୍ତୁ ନାହିଁ, କାରଣ ବିଛା ଦେଇଥାଏ ଆମର ଭବିଷ୍ୟତର ସୂଚନା। ବିଛା ଦେଖିବା ମାତ୍ରେ ଆମେ ସଙ୍ଗେ ସଙ୍ଗେ ତାକୁ ଜୀବନରୁ ମାରି ଦେଇଥାଉ, କାହିଁକି ନା ବିଛା ପ୍ରତି ଆମର ପ୍ରବଳ ଭୟ ରହିଥାଏ। ଆମେ ଭାବିଥାଉ କି ବିଛା କାମୁଡ଼ି ଦେବ। ଅବଶ୍ୟ ଏହା ସତ୍ୟ ଯେ ବିଛା କାମୁଡ଼ିଲେ ବହୁତ ଯନ୍ତ୍ରଣା ହୋଇଥାଏ। ବିଛା ସାଧାରଣତଃ ଅନେକ ପ୍ରକାରର। ସେଗୁଡ଼ିକ ହେଉଛନ୍ତି ନାଲି ବିଛା, କଳା ବିଛା ଏବଂ ଛୋଟ ବିଛା, କଙ୍କଡ଼ା ବିଛା ଇତ୍ୟାଦି। ଯଦି ଆପଣ କେବେ କୌଣସି ବିଛା ଦେଖନ୍ତି ତେବେ ଏହାକୁ ମାରନ୍ତୁ ନାହିଁ, କାରଣ ବିଛା ତା ଜୀବନ କାଳରେ ମାତ୍ର ଥରେ ଛୁଆ ଜନ୍ମ କରିଥାଏ। ଆପଣ ଯଦି କେବେ କେଉଁ ବିଛାକୁ ମାରି ଦେଉଛନ୍ତି ତେବେ ତାହା ବଂଶ ଆପଣ ବୁଡ଼ାଇ ଦେଉଛନ୍ତି। ଏହା କୌଣସି ପାପଠାରୁ ମଧ୍ୟ କମ୍ ନୁହେଁ। ତେଣୁ ବିଛାକୁ ନ ମାରି ତାକୁ ଏକ ଅଜଣା ଜାଗାରେ ଛାଡ଼ି ଦିଅନ୍ତୁ। ବିଛାକୁ ନେଇ ଆମ ମନରେ ଅନେକ ନକାରାତ୍ମକ ଭାବନା ରହିଛି, କିନ୍ତୁ ବିଛା ଆମ ପାଇଁ ଅଶୁଭ ନୁହେଁ। ଯଦି ଆପଣ କୌଣସି କାମରେ ବାହାରକୁ ବାହାରିଛନ୍ତି ଏବଂ ବିଛା ଦେଖୁଛନ୍ତି ତେବେ ଏହା ଅତ୍ୟନ୍ତ ଶୁଭ ହୋଇଥାଏ ଏବଂ ଆପଣଙ୍କର କାର୍ଯ୍ୟ ସିଦ୍ଧି ହୋଇଥାଏ। ଘରେ ଯଦି ବିଛା ଦେଖନ୍ତି ତେବେ ଆପଣଙ୍କର କୌଣସି ଏକ କାର୍ଯ୍ୟ ଆଗାମୀ 7 ଦିନ ମଧ୍ୟରେ ନିଶ୍ଚୟ ପୂରଣ ହେବ। ଯଦି ଆପଣ କୌଣସି ଗୁରୁବାର ଦିନ ଘରେ ବିଛା ଆସିବାର ଦେଖୁଛନ୍ତି ତ ଜାଣି ନିଅନ୍ତୁ ଯେ ମା ଲକ୍ଷ୍ମୀ ଆପଣଙ୍କ ପୂଜାରେ ସନ୍ତୁଷ୍ଟ ଅଛନ୍ତି ଏବଂ ବହୁତ ଜଲ୍ଦି ଆପଣଙ୍କ ଗୃହକୁ ଆସିବାକୁ ଯାଉଛନ୍ତି। କିନ୍ତୁ ଯଦି କଳା କଙ୍କଡ଼ା ବିଛା 2ରୁ 3ଟି ଧାଡ଼ି ବାନ୍ଧି ଘରେ ଚଳୁଥିବାର ଦେଖନ୍ତି ତେବେ ଏହା ଅତ୍ୟନ୍ତ ଅଶୁଭ ହୋଇଥାଏ। ଏହା ଘର ହାନି ହେବାର ପୂର୍ବ ସୂଚନା ଦେଇଥାଏ। ଯଦି ବିଜୁଳି ବା ଘଡ଼ଘଡ଼ି ମାରିବା ସମୟରେ ଆପଣଙ୍କ ଗୃହରେ କୌଣସି କଙ୍କଡ଼ା ବିଛା ପଡ଼ିବାର ଦେଖନ୍ତି ତେବେ ବୁଝିଯାଆନ୍ତୁ କି ଆଗକୁ କୌଣସି ଏକ ଅସୁବିଧା ହୋଇପାରେ। ତେଣୁ ସଙ୍ଗେ ସଙ୍ଗେ ସେହି ବିଛା ଉପରେ ହଳଦୀ ପାଣି ପକାଇ ଦିଅନ୍ତୁ। ଏପରି କରିବା ଦ୍ୱାରା ବାଧାବିଘ୍ନ ବହୁତ ମାତ୍ରାରେ କମିଯିବ। ଜୀବନରେ ସୁଖ ଶାନ୍ତିରେ ରହିବାକୁ ହେଲେ ସଂସାରର କିଛି ନୀତି ନିୟମ ଜାଣିବା ନିତାନ୍ତ ଆବଶ୍ୟକ ହୋଇଥାଏ। ଶାସ୍ତ୍ର ଅନୁସାରେ ଯେଉଁ ଲୋକ ହାତରେ ମାଟି ଚୂନା କରେ, ନଖରେ ତୃଣ ଛିଣ୍ଡାଏ ଏବଂ ଦାନ୍ତରେ ନଖ କାମୁଡ଼େ ସେ ଶୀଘ୍ର ନଷ୍ଟ ହୋଇଯାଏ। ହାତରେ କେବେ ମଧ୍ୟ ଲୁଣ, ତେଲ ଓ ଅନ୍ୟ ବ୍ୟଞ୍ଜନ ପଦାର୍ଥ ଅନ୍ୟକୁ ଦେବା ଉଚିତ ନୁହେଁ। ଏହା ଅଭକ୍ଷ୍ୟ ହେବା ସହ ଅମଙ୍ଗଳକାରୀ ମଧ୍ୟ ହୋଇଥାଏ। ରାତିରେ ଖୋସାଯୁକ୍ତ ଖାଦ୍ୟ, ଦହି କିମ୍ବା ବୁଟ ଛତୁଆ ଆଦି ଖାଇବା ଦ୍ୱାରା ଅମଙ୍ଗଳ ହୋଇଥାଏ। ମହୁରେ ଘିଅ ମିଶାଇ ଏବଂ ଗୁଡ଼ରେ ତେଲ ମିଶାଇ ଖାଇବା ଅନୁଚିତ। ଏହା ସ୍ୱାସ୍ଥ୍ୟ ପକ୍ଷେ ହାନିକାରକ ହୋଇଥାଏ। ଲୁହା ପାତ୍ରରେ କ୍ଷୀର, ଦହି ଇତ୍ୟାଦି ଖାଇବା ଓ ଜଳପାନ କରିବା ଅନୁଚିତ ଅଟେ। ମୁଣ୍ଡ ବିନ୍ଧୁଥିଲେ ଚୁଟି ଟାଣିବା କିମ୍ବା ମୁଣ୍ଡ ଚିପିବା ଅନୁଚିତ ଅଟେ। କୌଣସି ସ୍ଥାନରେ ଛେପ ପକାଇବା ମଧ୍ୟ ଅମଙ୍ଗଳ ହୋଇଥାଏ। ଗୋଡ଼ ବିନ୍ଧୁଥିଲେ ପାଦ ସାହାଯ୍ୟରେ ଗୋଡ଼ ଚିପିବା ଅନୁଚିତ ଏବଂ ବସିଥିବା ସମୟରେ ଜାଣିଶୁଣି ମୁଣ୍ଡ, ହାତ ଓ ଗୋଡ଼ ହଲାଇବା ଦ୍ୱାରା ଅମଙ୍ଗଳ ହୋଇଥାଏ। ଦାନ୍ତକୁ ଦାନ୍ତରେ ରଗଡ଼ିବା ଓ ଗୋଡ଼ ଧୋଇବା ସମୟରେ ଗୋଡ଼କୁ ଗୋଡ଼ରେ ଘଷିବା ଦ୍ୱାରା ଅମଙ୍ଗଳ ହୋଇଥାଏ। ବସିବା ଆସନକୁ କେବେ ବି ଗୋଡ଼ରେ ଟାଣିବା ଉଚିତ ନୁହେଁ। ଅଗ୍ନି, ସାପ, ସିଂହ ଏବଂ ନିଜ କୂଳରେ ଜନ୍ମିତ ବ୍ୟକ୍ତିଙ୍କୁ ଅନାଦର କରିବା ଉଚିତ ନୁହେଁ। ଅଙ୍ଗହୀନ, ବିଦ୍ୟାହୀନ, ବୁଦ୍ଧିହୀନ ଏବଂ ରୂପହୀନ ଲୋକଙ୍କୁ କେବେ ବି ଅପମାନିତ କରିବା ଉଚିତ ନୁହେଁ। ଏହାଦ୍ୱାରା ଅର୍ଜନ କରାଯାଇଥିବା ପୁଣ୍ୟ ନଷ୍ଟ ହୋଇଯାଏ। ଅସ୍ତ ସମୟରେ କେବେ ବି ସୂର୍ଯ୍ୟ କିମ୍ବା ଚନ୍ଦ୍ର ଦର୍ଶନ କରିବା ଉଚିତ ନୁହେଁ। ଏହାଦ୍ୱାରା ରୋଗ ଉତ୍ପନ୍ନ ହୋଇଥାଏ। ଆକାଶରେ ଗୋଟିଏ ତାରା ଉଦୟ ହୋଇଥିବା ବେଳେ ମଧ୍ୟ ଆକାଶକୁ ଦେଖିବା ଉଚିତ ନୁହେଁ। ଏହାଦ୍ୱାରା ରୋଗର ଭୟ ସୃଷ୍ଟି ହୋଇଥାଏ। ଜଳରେ ନିଜ ରୂପ ବା ଛାଇ ଦେଖିବା ମଧ୍ୟ ଅଶୁଭ ଓ ଅମଙ୍ଗଳକାରୀ ହୋଇଥାଏ। କେବେ ବି ପର ସ୍ତ୍ରୀ ଓ ପର ପୁରୁଷଙ୍କ ନଗ୍ନ ରୂପ ଦେଖିବା ଉଚିତ ନୁହେଁ। ଏହାଦ୍ୱାରା ମଧ୍ୟ ଅମଙ୍ଗଳ ହୋଇଥାଏ ଓ ରୋଗ ସୃଷ୍ଟି ହୋଇଥାଏ। ଅଇଁଠା ମୁହଁରେ ସୂର୍ଯ୍ୟ, ଚନ୍ଦ୍ର, ତାରା ଓ ଗ୍ରହ ନକ୍ଷତ୍ର ଆଦି ଦେଖିବା ମଧ୍ୟ ଅମଙ୍ଗଳକାରୀ ହୋଇଥାଏ। ରାଗି ଗୁରୁଙ୍କ ମୁଖକୁ ତେଲ କିମ୍ବା ଜଳରେ ପଡ଼ିଥିବା ଛାଇକୁ ଦେଖିବା ମଧ୍ୟ ଅମଙ୍ଗଳକାରୀ ହୋଇଥାଏ। ସକାଳୁ ଉଠି ନିଜର ହାତ ପାପୁଲିକୁ ଦର୍ଶନ କରି ଲକ୍ଷ୍ମୀ ନାରାୟଣଙ୍କୁ ଚିନ୍ତା କଲେ ସେହି ଦିନଟି ଭଲରେ କଟିଥାଏ।
बंधुगण जदि यही भिडियोटी आपण मानकु भल लगिला तेबे गोटे लाइक करिवे सहित सांगसाथी मानकु शेयर करि दियंतु। एही भली नुआ नुआ भिडियो देखिया पई आम चैनल को सब्सक्राइब करी पाखरे आसुथिबा घंटी चिन्ह को दबाई दियंतु। भक्ति रे थरे कमेंट बॉक्स रे निज इष्टदेवଙ୍କ नाम लिखि दियंतु। प्रभुଙ୍କ कृपा हेले आपणଙ୍କ जीवनर सब दुख कष्ट दूर होई जिवो। जय जगन्नाथ स्वामी। नमस्कार।